କାହିଁକି କୋଉ ପରିସ୍ଥିତି ପଡି ଅଙ୍କଲ ଏମିତି ଗୋଟେ ନିଷ୍ପତ୍ତି ନେଲେ ସେ କଥା ମୁଁ ଜାଣିନି କିନ୍ତୁ ସମୟ କଲ୍ କରିଥିଲେ ଏମିତି ଆସି ପହଞ୍ଚିବା ପାଇଁ ଏ ସମୟରେ ଯଦି ମୁଁ ବାବାକୁ ନ ଯାଏ ତାହେଲେ ସେମାନେ କଣ ଭାବିବ କହିଲେ ନାଇଁ ନାଇଁ ମୁଁ ଆସୁଛି ଏଇଠି ଆଉ ସେଠି କହୁଛନ୍ତି ଆଜି ସଫାସଫା କରିଦେବାକୁ ଚାହେଁ ଆଜିଠୁ ସେ ବେଇମାନ ବିଶ୍ୱାସଘାତକ ଚନ୍ଦ୍ରବାବୁ ଚୌଧୁରୀ ପରିବାର ସହିତ ତୁ କିଛି ବି ସମ୍ପର୍କ ରଖିପାରିବୁ এই সম্পর্কটা মাটি হানি বলছে সামান্য আঘাতের ভাঙি রুচি খবর আইଯିବ ଖପରା ହେଇଯିବ ନୁହେଁ ଅଲରେଡି ଖପରା ହେଇସାରିଛି ଏ ଚନ୍ଦ୍ରବାବୁ ଚୌଧୁରୀ ଯେମିତି ଭାବରେ ମୋ ସହିତ ଖେଳ ଖେଳିବା ଆରମ୍ଭ କରିଛି ଏଇଟାର ଜବାବ ମୁଁ ତାକୁ ପଥରରେ ଦେବି କିନ୍ତୁ ମୁଁ ବୁଝିପାରିଲି ନାହିଁ ଆମ ପରିବାର ମଙ୍ଗଳ ପାଇଁ ଯାହା କରି ବିବାହ ହୋଇଯାଇଛି କାହିଁକି ଆପଣ ତାର କ୍ଷତି କରିବାକୁ ଚାହୁଁଛନ୍ତି ଏ ରହସ୍ୟ ଅଛି ଏଥିରେ ମୋ ମାନ ସମ୍ମାନ ଇଜ୍ଜତ ପାଇଁ ଆବଶ୍ୟକ ପଡ଼ିଲେ ଏ ମୁଁ ମଣିଷରୁ ରାକ୍ଷସ ପାଲରେ ଯାଇପାରେ ମୁଁ ଆପଣଙ୍କ ଯୁକ୍ତିକୁ କେବେ ବି ସମର୍ଥନ କରିପାରୁନି ତାହେଲେ ମୋତେ ତ ବୁଝିବାକୁ ପଡ଼ିବ ଯେ ଚନ୍ଦ୍ରବାବୁ ଚୌଧୁରୀ ପରିବାର ପ୍ରତି ତୋର ଏ ସମର୍ଥନ କଣ ଶ୍ରଦ୍ଧା ପାଇଁ ଆପଣ ଏମିତି କଣ କହୁଛନ୍ତି ଶ୍ରଦ୍ଧା ଆପଣଙ୍କ ବହୁ ନାଇଁ ବଞ୍ଚି ଥାଉ ଥାଉ ସେ ଚନ୍ଦ୍ରବାବୁ ଚୌଧୁରୀର ଝିଅ କେବେ ବି ମୋ ଘରର ଏଉଠି ବନ୍ଧ ଦେଇ ମୋ ଘର ଭିତରକୁ ଆସିପାରିବନି କେବେ ନୁହେଁ not never it's quite impossible possible ନାହିଁ 100% possible କାହିଁକି ନା ମୁଁ ଶ୍ରଦ୍ଧାକୁ ଭଲ ପାଏ ତାକୁ ବିବାହ କରିବା ପାଇଁ କଥା ଦେଇ ସାରିଛି ଓ ଭଲ ପାଇବାକୁ ଫେରିଆ ଆଉ କଥାଟାକୁ ତୁ ଭୁଲି ଯା ଆଜିଠୁ ମୋ ଭଲ ପାଇବାରେ କ୍ୟାଲେଣ୍ଡର ପୃଷ୍ଠା ନୁହେଁ ଯେ ଦିନ ବାର ତିଥି ବଦଳି ଗଲେ କ୍ୟାଲେଣ୍ଡର ପୃଷ୍ଠା ବଦଳିଯିବ ତୋ ଧାର କହିଥିବେନି କଥା ଭାବ ଖେଳୁ ସ୍ୱାମୀ ମୁଁ ଖେଳର କନ୍ୟା କେବେ ସତ ସମାଜର କନ୍ୟା ହେଇପାରିବନି ଆପଣ ଏ କଥା କହୁଛନ୍ତି ନା ଶ୍ରଦ୍ଧାମାଙ୍କୁ ଏ ଘରକୁ ବୋହୂ କରି ଆଣିବା ପାଇଁ ଆପଣ ପୁରା ଚନ୍ଦ୍ରବାବୁଙ୍କୁ କଥା ଦେଇଥିଲେ ଶ୍ରଦ୍ଧାମା ଆଉ ଛୁଆ ବାବୁଙ୍କର ଭଲ ପାଇବାକୁ ଆପଣ ପୁରା ସ୍ୱୀକୃତି ଦେଇଥିଲେ ଆଉ ଆପଣଙ୍କ ଆଶା ଭରସା ପାଇଁ ସେମାନେ ଏତେ ବାଟ ଆଗେଇ ଯାଇଛନ୍ତି ଯେ ଆଉ ପଛକୁ ଫେରିବା ଅସମ୍ଭବ ଚୁପ କହୁଛି একদম চুপ কর আর জানিস ও সামনে জানিয়ে শুরু করো সভা পাই ওকিলাতি କରିବାକୁ ନାଇଁ ବାବୁ ନାଇଁ ଓକିଲାତି ନୁହେଁ ମୁଁ ଆପଣଙ୍କ ପାଖରେ ନେହୁରା ହଉଛି ବାପ ଭାଇ ଆପଣ ସିନା ଛୁଆ ବାବୁଙ୍କ ଭଲ ପାଇବାକୁ ଦେଖି ପାରୁନାହାନ୍ତି ଜାଣି ପାରୁନାହାନ୍ତି ବୁଝି ପାରୁନାହାନ୍ତି ହେଲେ ମୁଁ ଯେତିକି ଜାଣିଛି ଶ୍ରଦ୍ଧାମାଙ୍କୁ ବାଦ ଦେଲେ ଛୁଆ ବାବୁ କେବେ ଶାନ୍ତିରେ ବଞ୍ଚି ପାରିବେନି ଏମିତି ନିଷ୍ପତ୍ତି ଆପଣଙ୍କୁ ବଦଳି ଦିଅନ୍ତୁ ବଡ଼କୁ ଓ ବହୁତ ଠିକ ନିଷ୍ପତ୍ତି ତୁ କିଏ ଭାବେ ବଦଳାଇବା ପାଇଁ ହଁ ଏ ପର୍ଯ୍ୟନ୍ତ ମୋ ଭୁଲ ଠିକ ବିଚାର କରିବାର ବୟସ ତୋର ହେଇନି ଯଦି ପାରୁଛୁ ତ ଛୁଆ ମାନଙ୍କୁ ଭଲ ଭାବରେ ବୁଝେଇ ତା ଜିତ ପାଇଁ ମୁଁ କେବେ ଅନ୍ୟମାନଙ୍କ ପାଖରେ ମୋ ଉଚ୍ଚ କଥାକୁ ତଳକୁ କରିପାରିବିନି କେବେ ନୁହେଁ ତମେ କହୁଛନ୍ତି ଡାଡିଙ୍କ ଜିତ ପାଇଁ ମୁଁ କେମିତି ଗୋଟେ ସରଳ ନିଜ ଝିଅ ଜୀବନକୁ ନଷ୍ଟ କରିପାରିବି ତମେ ଜମା ବ୍ୟସ୍ତ ହୁଅନି ବଡ ବାବୁ ସିନା ତମ କଥାକୁ ବୁଝୁନାହାନ୍ତି ହେଲେ ମୁଁ ବୁଝେଇଲେ ସେ ଭଲ ଆଡେ ବୁଝିଦେବେ ଶ୍ରଦ୍ଧାମା ନିଶ୍ଚୟ ଘର ବୋହୂ ହେବେ দোষ করে যাচ্ছ এই ঘরে তো পজিশন একটু হয়ে যাচ্ছ বাবু ছোট মুখে বড় কথা বল কিন্তু হেবা দিনটা ମୁଁ ଜାଣିଛି ମୁଁ ଏ ଘରର ଗୁମସ୍ତାର ପୁଅ ନୁହେଁ ମୁଁ ହଉଛି ଘରର ପୁଅ ସତ କହିଲେ ବାବୁ ବାପା ମା ଯେଉଁଟା ଏ ଶିବୁଟାକୁ ଆପଣ ନିଜ ସାନ ଭାଇ ଭାବି ଆପଣଙ୍କ ଆଶୀର୍ବାଦର ହାତ କ'ଣ ମୋ ମୁଣ୍ଡ ଉପରେ ରଖିନାହାନ୍ତି ରଖିଥିଲି ମୁଣ୍ଡ ଉପରେ ମୋ ଆଶୀର୍ବାଦ ହାତ ରଖିଥିଲି କେବଳ ସେତିକି ଭଲ ପାଇବା ସେତିକି ମମତା ଦେଇଥିଲି ବୋଲି ତୁ ଆଜି ସେଇ ଦୁର୍ବଳତାର ସୁରକୁ ନେଇ ଫାଇଦା ଉଠେଇବାକୁ ଚାହୁଁ ନାଇଁ ବାବୁ ନାଇଁ ଏ ପରିବାର ମଙ୍ଗଳ ପାଇଁ ମୁଁ ଆପଣଙ୍କ ହାତ ଯୋଡ଼ି ନେଉରା ହଉଛି ଶ୍ରଦ୍ଧାମାଙ୍କ ଆଖିରେ ଆପଣ ଲୁହ ଦିଅନ୍ତୁନି ତାହେଲେ ଆପଣଙ୍କର ଅନ୍ୟାୟ ପାଇଁ ଭଗବାନ କେବେ ବି ଆପଣଙ୍କୁ ସହିବେନି କେବେ ଆପଣ କଖାରୁ ମାର ମାରି ଏ ଘରେ ତା ପୋଜିସନଟାକୁ ବୁଝେଇଲି ଭୋକରେ ଆଉଟ ପାଉଟ ହେଇ ଛୁଆଟା ଲୁହା ଧରି କାନ୍ଦେ ମମତା କହିବା ତାକୁ କ୍ଷୀର ଦେବା ବଦଳରେ ତା ହାତରେ ଯଦି ପପୁ ବୋତଲ ଧରେଇ ଦିଏ ତାହେଲେ ଏତିକି ମନେ ରଖୁନି ପିଲାବେଳେ ଯୋଉ ହାତ ପପୁ ବୋତଲ ଧରିଥିଲା ବଡ ହେଲା ପରେ ସେ ମଦ ବୋତଲ ଧରିବ ଆପଣ 22 କୋଟିରେ ନିଜକୁ ସୁନା ସାଗରରେ ହଜାଇ ଦେଇଥିଲେ
Otherwise, এই সূর্যপ্রতাপ রায় গেটটা তোমার সন্দেহ পাই বন্ধ হয়েছিল না চলে যা এবার ওর সাথে একটু চলে যা না চলে যা চলে যাবে আমি সবদিন ধরে ঘর চলে চলে যাবে চুয়াবু সকল তুমি ঘর ছাড়ি চালি যাব ସେନା ମୃତ୍ୟୁ ଶବ୍ଦ ପାଇଁ ରାମଚନ୍ଦ୍ର 14 ବର୍ଷ ବନବାସକୁ ଆଦରି ନେଇଥିଲେ ଓ ଆଜି ମୁଁ ରାଣୀଙ୍କ କଥାକୁ ଅମାନ୍ୟ କରିବି କେମିତି ଆସୁଛି କଣ ଆସୁଛି ନାଇଁ ସବୁ ନାଇଁ ବଡ଼ଙ୍କୁ ମୁଁ ଦେଉଛି ବଡ଼ ଘର ଛାଡ଼ି ଦିଅନ୍ତୁ ତାକୁ ଅଟକାନ୍ତୁ ଆରେ ସିଏ ଚାଲିଗଲେ ବାହାର ଲୋକ ବିଭିନ୍ନ ପ୍ରକାର କଥା କହିବେ ଠିକ ପ୍ରଚାର କରିବେ ଚୁପ କର ବାହାର ଲୋକ କହିବା ପୂର୍ବରୁ ତତେ ଯେ ନିଜକୁ ଖରାପ ଲାଗୁଛି ତୁ ଚାଲିଯା ମୋ ସାମ୍ନାରେ ଚାଲିଯା ହଁ ଚାଲିଯିବି ଏବେ ଏଇ ମୁହୂର୍ତ୍ତରେ ଘର ଛାଡ଼ି ଚାଲିଯିବି ପେଟ ଚାଖଣ୍ଡକ ପାଇଁ ମୁଁ ଏ ଘରେ ପଡ଼ି ରହିବି ଘରେ ଛୁଆ ବୋଉଙ୍କ ସ୍ନେହ ଶ୍ରଦ୍ଧା ଆଦର ମତେ ଘରେ ବାନ୍ଧି ରଖିଛି ଆଜିକାଲି ସିଏ ଘର ଛାଡ଼ି ଚାଲି ଯାଉଛନ୍ତି ମୁଁ କାହିଁ ଘରେ ରହିବି ଧରନ୍ତୁ ଧରନ୍ତୁ ଆପଣଙ୍କ ସିନ୍ଧୁ କରି ଏତେ ପକାବା ନାଇଁ ତମେ ଚାଲିଗଲେ ଏଇ ଘରେ ମୋ ଡାଡି ଏକା ହେଇଯିବେ ତାକୁ ଠିକ ସମୟରେ ଖାଇବାକୁ କିଏ ଦବ ତାଙ୍କ ପାଇଁ ଔଷଧ କିଏ ଆଣିଦବ ଠିକ କରିଛ ଛୁଆ ଏ ଘରେ ପାଦ ଦେବ ଠାରୁ ମୁଁ ଜାଣିଛି ତମମାନଙ୍କ ସ୍ନେହ ଶ୍ରଦ୍ଧା ଆଦରରେ ମୁଁ ଏମିତି ବାଧ୍ୟ ହୋଇପଡ଼ିଛି ଯେ ଏ ଘର ଦରଜା ନେଇ ମୁଁ ବାହାରେ ପାଦ ରଖିପାରୁନି ମୁଁ ତମକୁ ନିଶ୍ଚୟ ରଖିବି ଛୁଆ ମୁଁ ଏଇ ଘରେ ରହିବି ଆଉ ଏଇ ଘରେ ରହି ମୋ ବଡ ବାବୁକୁ ମୁଁ ସବୁବେଳେ ଜଗି ରହିବି ତମେ ମନକୁ କରୁଛ ନାଇଁ ଆସି ଆସି ମତେ ଯିବାକୁ ଦେ ଡାଡି ଓଦା ଆପଣ ପକେଇବେ ତାକୁ କେବେ ହଲାକାର କରିବେ ମୁଁ ଆସୁଛି ସୂର୍ଯ୍ୟପ୍ରତାପ ରାୟ କାହା ପାଇଁ ତୁମେ ଅନୁତାପ କରିବନି କି ଅନୁଶୋଚନା ବି କରିବନି ଅବଶିଷ୍ଟ ଜୀବନ ଏ ସୂର୍ଯ୍ୟପ୍ରତାପ ରାୟ ବେଶ ଏକାନ୍ତ ବଞ୍ଚି ପାରିବ ଏକାନ୍ତ ବେଶ ବଞ୍ଚି ପାରିବ ଆଜି ଏ ସୂର୍ଯ୍ୟପ୍ରତାପ ରାୟ ଏକା Yes, it's Edo.